आमर संस्कृति आमर संस्कार सर्वदा रहु आम सहित। भारतर महान ग्रंथ आउ काव्यगुड़िकर संपूर्ण संकलन सब्सक्राइब करंतु तिलक। आपणको ठारू दूरे गला बेलକୁ आमको मध्य आत्मीय स्वजनक ठारू अलग हेबा परी दुख लागुछि। तेबे चित्रकूट छाड़ी काहेकि जाउछंती प्रभु? मते भय लागुछि आमे एठी आउरी रहिले आपणकर शांति बारंबार भंग हेबार संभावना अछि। भरत बड़ भावुक, के जाने केबे ता मनरे कोन आसीबो। से पुणे सारा समाज को नहीं एठी को आसीजिबो। तेबे अयोध्यावासी मध्य एठी को आसीबा आरंभ करिवे। सेथिपाई एहा उचित हेबो जे आमे दंडकारण्य भीतर भाग को चली जिबु। आमको अनुमति दियंतु। माँ माँ कौन हला माँ? कौन हला माँ? महारानी कैकेयी इतिहास रे निज ना अमर करि देले। सीते विश्ववंदनीय महासती अनसुया दर्शन पाई देवता माने भी व्याकुल होती। ये सही परम तपस्विनी जी एक समय जेतेबेले 10 वर्ष वर्षा न हबारु एठिकार धरित्री स्तब्ध हो जाइथिला। निजर घोर तपस्या बल से गंगा को संतुष्ट करी आउ तांकर धारा को एठिके चित्रकूट जाई नहीं आसीथिले, जहा एबे पवित्र मंदाकिनी नाम प्रसिद्ध। यह व्यतीत से केते थर परिहासरे बड़ बड़ देवता मानक भी हरैछंती। जने सतींक दर्शन रे पुण्य तो मिली ही थाए, किंतु महासतींक दर्शन रे इह पर सबु आनंदमय हो जाए। तमे मोर अधिक प्रशंसा करूच राम, किंतु तमे तो जानिच ए सबु किछि केवल पतिक चरण रे एकनिष्ठ सेवार ही फल। आपण निज मर्यादा अनुकूल कथा कहिछंती राम। आपण निजरे मानव जन्म रे निज कर्म और पराक्रम रे मानव इतिहास रे मर्यादार आदर्श स्थापन करंतु। यह ही मोर आशीर्वाद। एबे मोर अंतिम प्रणाम स्वीकार करंतु आउ मते अनंत पथरे जीवार आज्ञा दियंतु। दशरथ अजिर बिहारी। सीताराम चरित अति पावन, मधुर सरस अरु अति मन भावन। मांडवी स्वामी, तुम्हें स्वामी मु आपनक बिना आज्ञा रे आसीछि, सेथि पई क्षमा चाहे। स्वामी स्त्री मध्य एपरी व्यवहार कहीं? स्वामी और स्त्री अधिकार पाई कौन सी आज्ञार आवश्यकता नहीं। ना मो स्त्री अधिकार नेबा को आसीनी मो स्वामी। मुझे केवल एतिकी पचारे को आसीछि जे मोर केउ गुण पाई केउ दोष पाई मो स्वामी मते त्याग करि देले। ये तुम्हारा भ्रम प्रिय।
ମୁଁ ତୁମକୁ ପରିତ୍ୟାଗ କରିନି। ତୁମେ ତ ଜାଣିଛ ମୁଁ ନନ୍ଦୀଗ୍ରାମ କାହିଁକି ଆସିଛି। ଜାଣିଛି ସ୍ୱାମୀ, ଜାଣିଛି, କିନ୍ତୁ ଆପଣଙ୍କ ଏ କର୍ତ୍ତବ୍ୟ ପାଳନ ସହଯୋଗ ଦେବା ପାଇଁ ଆପଣ ମୋତେ କାହିଁକି ବଞ୍ଚିତ କରୁଛନ୍ତି? ମୋର ମଧ୍ୟ ଏହା କର୍ତ୍ତବ୍ୟ। ମୁଁ ଆପଣଙ୍କ କଠୋର ତପସ୍ୟାରେ ନିଜର ସମ୍ପୂର୍ଣ୍ଣ ସହଯୋଗ ଦେବି। ସ୍ୱାମୀ, ଯେପରି ସୀତା ଆପାଗ ବଣରେ ନିଜ ସେବାର ଅଧିକାର ବଡ଼ ଭାଇକୁ ଦେବାକୁ ପଡ଼ିଲା, ଆଜି ସେହିପରି ଆପଣଙ୍କ ସେବାର ଅଧିକାର ମୁଁ ଆପଣଙ୍କୁ ମାଗୁଛି। ମୁଁ ବି ଆପଣଙ୍କ ପରି ତପସ୍ୱିନୀ ବେଶ ଧରି ରହିବି, ସମସ୍ତ ବ୍ରତ ନିୟମ ପାଳିବି, ଆଉ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ନିଜର ପୁରା ସହଯୋଗ ଦେବି। ସ୍ୱାମୀ, ମୋର ସେବା, ମୋର ସହଯୋଗରେ ଆପଣ କେବେ ବି କୌଣସି ତ୍ରୁଟି ପାଇବେନି। ସ୍ୱାମୀ, କେବଳ ଆପଣଙ୍କ ଦର୍ଶନ ସୁଖ ମିଳୁଥିବ ମତେ ଅଧିକାରରୁ ବଞ୍ଚିତ କରନ୍ତୁନି। ସ୍ୱାମୀ, ମତେ ଅଧିକାରରୁ ବଞ୍ଚିତ କରନ୍ତୁନି। ତୁମେ ମୋ ତପସ୍ୟା, ମୋ କର୍ତ୍ତବ୍ୟରେ ସହଯୋଗ ଦେବା କଥା କେବଳ ମୁହଁରେ ହିଁ କହୁଛ ଦେବୀ, କିନ୍ତୁ କାର୍ଯ୍ୟ ତାର ବିପରୀତ ହିଁ କରୁଛ। ଆଚ୍ଛା, ମୁଁ ବିପରୀତ କାର୍ଯ୍ୟ କରୁଛି? ଏ କିପରି କହିଲେ ଆପଣ? ହଁ, ସହଯୋଗୀ ତ ସିଏ ହବ ଯିଏ ମୋ କାର୍ଯ୍ୟରେ ଭାଗ ନେବ। ଯେଉଁ କର୍ତ୍ତବ୍ୟକୁ ମୁଁ ପୂର୍ଣ୍ଣ କରିପାରିବିନି, ସିଏ ସେ କର୍ତ୍ତବ୍ୟକୁ ପୂରା କରିଦେବ। ସ୍ୱାମୀ, ସେଇ ତ ମୁଁ ହିଁ କହୁଛି, କିନ୍ତୁ ଆପଣ ମତେ ତାର ସୁଯୋଗ ତ ଦିଅନ୍ତୁ। କୁହନ୍ତୁ, ଆପଣଙ୍କ କେଉଁ କର୍ତ୍ତବ୍ୟ ଅଧାରେ ପଡ଼ିଛି ଯାହାକୁ ମାଣ୍ଡ ବି ପୂର୍ଣ୍ଣ କରିପାରିବ? ମାତା କୌଶଲ୍ୟାଙ୍କର ସେବା। ହଁ ମାଣ୍ଡବୀ, ତାଙ୍କର ଏକମାତ୍ର ପୁତ୍ର ବନବାସ କାଟୁଛି, ତାଙ୍କ ବୋହୂ ମଧ୍ୟ ତାଙ୍କ ପାଖରେ ନାହିଁ। ଏହି ସମୟରେ ତାଙ୍କର ସେବା କିଏ କରିବ? ପୁତ୍ର ବିଚ୍ଛେଦର ଜ୍ୱାଳାରେ ଯେବେ ସେ ପୀଡ଼ିତ ହେବେ, ତେବେ ତାଙ୍କୁ ସାନ୍ତ୍ୱନା କିଏ ଦେବ? ତାଙ୍କୁ ଧୈର୍ଯ୍ୟ କିଏ ଧରେଇବ? ତାଙ୍କର ଲୁହ କିଏ ପୋଛିବ? ଏସବୁ ମୋର କର୍ତ୍ତବ୍ୟ, ଯାହାକୁ ତୁମେ କରିବା ଉଚିତ। ନିଜ ସୁଖ କଥା ଭୁଲିଯାଅ ମାଣ୍ଡବୀ। ଏ ସମୟରେ ଆମ ଦୁହିଁଙ୍କୁ ଅନ୍ୟମାନଙ୍କ ଦୁଃଖରେ ସହଭାଗୀ ହେବା ଉଚିତ। ଯଦି ତମେ ପ୍ରକୃତରେ ମୋତେ ସହଯୋଗ ଦେବାକୁ ଚାହଁ, ତେବେ ରାଜମହଲକୁ ଫେରିଯାଅ ଆଉ ମାତା କୌଶଲ୍ୟାଙ୍କ ସେବାରେ ଲାଗିପଡ଼। ମାଣ୍ଡବୀ, ତମଠୁ ଦୂରରେ ରହି ପୀଡ଼ା ତ ମୋତେ ବହୁତ ହେବ, କିନ୍ତୁ ଏ ସମୟରେ ଆମର ପୀଡ଼ା ଆମ କର୍ତ୍ତବ୍ୟ ଆଗରେ ବହୁତ ସାନ। ଆପଣ ଧନ୍ୟ ଆର୍ଯ୍ୟ, ଆପଣ ଧନ୍ୟ। ମୁଁ ଆପଣଙ୍କ ପାଇଁ ଗର୍ବିତ ଆର୍ଯ୍ୟ, ମୁଁ ଆପଣଙ୍କ ପାଇଁ ଗର୍ବିତ। ଆପଣ ସନ୍ଥଜନଙ୍କର ସତ୍ସଙ୍ଗ ଆଉ ପ୍ରେମପୂର୍ବକ ବ୍ୟବହାରରେ ଆମେ ବଡ଼ ଆନନ୍ଦ ଆଉ ଶାନ୍ତିରେ ଏତିକି ସମୟ ଚିତ୍ରକୂଟରେ ଅତିବାହିତ କଲୁ। ଆପଣଙ୍କ ଠାରୁ ଦୂରେଇ ଗଲାବେଳକୁ ଆମକୁ ମଧ୍ୟ ଆତ୍ମୀୟ ସ୍ୱଜନଙ୍କ ଠାରୁ ଅଲଗା ହେବା ପରି ଦୁଃଖ ଲାଗୁଛି। ତେବେ ଚିତ୍ରକୂଟ ଛାଡ଼ି କାହିଁକି ଯାଉଛନ୍ତି ପ୍ରଭୁ? ମୋତେ ଭୟ ଲାଗୁଛି ଆମେ ଏଠି ଆହୁରି ରହିଲେ ଆପଣଙ୍କର ଶାନ୍ତି ବାରମ୍ବାର ଭଙ୍ଗ ହେବାର ସମ୍ଭାବନା ଅଛି। ଭରତ ବଡ଼ ଭାବୁକ, କେଜାଣି କେବେ ତା ମନରେ କ'ଣ ଆସିବ, ସେ ପୁଣି ସାରା ସମାଜକୁ ନେଇ ଏଠିକୁ ଆସିଯିବ। ତେବେ ଅଯୋଧ୍ୟାବାସୀ ମଧ୍ୟ ଏଠିକୁ ଆସିବା ଆରମ୍ଭ କରିବେ। ସେଥିପାଇଁ ଏହା ହିଁ ଉଚିତ ହେବ
जे आमे दंडकारण्य भितर भागକୁ ଚାଲିଯିବୁ ଆମକୁ ଅନୁମତି ଦିଅନ୍ତୁ। ଭରତ ମହାରାଣୀ କୈକେୟୀ ଦାସ ପାଇଁ କ'ଣ ଆଜ୍ଞା? କିଛି ଆବଶ୍ୟକତା ଥିଲା? କିଛି ସମସ୍ୟା ଥିଲା ତ କୌଣସି ପ୍ରହରୀ ହାତରେ ସନ୍ଦେଶ ପଠାଇ ଦେଇଥାନ୍ତେ। ଆପଣଙ୍କ ଆଜ୍ଞାର ପୂର୍ଣ୍ଣ ରୂପରେ ପାଳନ ହୋଇଥାନ୍ତା। ଆପଣଙ୍କୁ ଏପରି ଭାବେ ସ୍ୱୟଂ ଏଠାକୁ ଆସିବାର କଷ୍ଟ କରିବା ଅନୁଚିତ। ତୁମର କହିବାର ଅର୍ଥ ଏହା ଯେ ମୁଁ ଏଠିକି ଆସିପାରିବିନି। ଯଦି ଅଯୋଧ୍ୟାର ପ୍ରତ୍ୟେକ ପ୍ରାଣୀ ନିଜର ସମସ୍ୟା ନେଇ ତୁମ ପାଖକୁ ଆସିପାରେ ତେବେ ତୁମ ମାତା କାହିଁ ଆସିପାରିବନି? କାରଣ ଆପଣ ମହାରାଣୀ, ଆମ ରାଜା ରାମଙ୍କର ଜଣେ କର୍ମଚାରୀ। ମହାରାଣୀଙ୍କର ଏପରି ଜଣେ କର୍ମଚାରୀ ପାଖକୁ ଯିବା ଅଶୋଭନୀୟ। ମୁଁ ତୁମର ମା ଭରତ। ମତେ ସବୁଦିନ ପାଇଁ ନୁହେଁ, କେବଳ ଥରେ ମାତ୍ର ପାଇଁ କୁହ, ଥରେ ମାତ୍ର ମା କୁହ। କିପରି କହିବି? ଯାହାକୁ ମୁଁ ମା କହୁଥିଲି ତାକୁ ତ ମହାରାଣୀ କୈକେୟୀ ମାରିଦେଲେ, ଆଉ ମତେ ମାତୃବିହୀନ କରିଦେଲେ। ମୋ ହୃଦୟରେ ମୋ ମାର ଯେଉଁ ସୁନ୍ଦର ଚିତ୍ର ଅଙ୍କିତ ତାହା ଆପଣଙ୍କ ସହିତ ମିଶୁନି ମହାରାଣୀ। ମୋ ମା ତ ସ୍ୱଚ୍ଛ ନିର୍ମଳ ନଦୀ ପରି ଥିଲେ, ଯେଉଁଠି ସର୍ବଦା ମମତା ଓ ସ୍ନେହର ଲହରୀ ଉଠୁଥିଲା। କିନ୍ତୁ ଆପଣ ଯେ ଏକ ଶୁଷ୍କ ପୋଖରୀ ସଦୃଶ୍ୟ, ଯେଉଁଠି କେବଳ ପାପ ଆଉ କପଟର ପଙ୍କ ପଡ଼ି ରହିଛି। ଦୟାକରି ମୋତେ ମୋ ମୃତା ମାଙ୍କ ବିଷୟରେ ମନେ ପକାନ୍ତୁନି। ମୋ ପାଖରେ କାନ୍ଦିବାର ବି ସମୟ ନାହିଁ। କୁହନ୍ତୁ, ଆପଣଙ୍କର କି ସମସ୍ୟା? ମୁଁ ବି ଏଇ ନନ୍ଦୀ ଗ୍ରାମରେ ରହିବାକୁ ଚାହେଁ। ଏ ସ୍ଥାନ ତପସ୍ୱୀମାନଙ୍କ ପାଇଁ। ଏଠି ରାଜମହଲର ସୁଖ ମିଳିବନି। ମୁଁ ବି ତପସ୍ୱୀମାନଙ୍କ ପରି ଜୀବନ ବ୍ୟତୀତ କରିବାକୁ ଚାହେଁ। ତପସ୍ୱୀମାନଙ୍କ ପରି ଜୀବନ ବ୍ୟତୀତ କରିବାର ଅଧିକାର ସମସ୍ତଙ୍କୁ ମିଳେନି। ରାସ୍ତାରେ ଯାଉଥିବା ସମସ୍ତ କପଟୀ, ସ୍ୱାର୍ଥୀ ଆଉ କୁମତିକୁ ତପସ୍ୱୀର ପଦବୀ ଦିଆଯାଏନି ମହାରାଣୀ। ଆପଣ ତପସ୍ୟାର ନାମକୁ କଳଙ୍କିତ କରନ୍ତୁନି। ଆପଣ କେବଳ ରାଜ୍ୟ ମାଗିଥିଲେ, ସେଥିପାଇଁ ଆପଣ ନିଜ ସ୍ୱାମୀଙ୍କ ପ୍ରାଣର ବଳିଦାନ ଦେଇଦେଲେ, ନିଜ ସନ୍ତାନକୁ ଦେଶରୁ ବାହାର କରିଦେଲେ। ଆପଣଙ୍କର ଏତେ ବଡ଼ ବଳିଦାନକୁ ଆମେ ବ୍ୟର୍ଥ ହେବାକୁ ଦେବୁନି ମହାରାଣୀ। ସେଥିପାଇଁ ଆମେ ଆପଣଙ୍କୁ ମହାରାଣୀଙ୍କ ସ୍ଥାନରେ ରଖିବୁ। ଆପଣଙ୍କୁ ରାଜମହଲର ସୁଖରୁ ବଞ୍ଚିତ କରାଯାଇପାରେ ନା। ମତେ ରାଜମହଲର ସୁଖ ଦରକାର ନୁହେଁ ଭରତ। ମତେ ରାଜମହଲର ସୁଖ ଦରକାର ନାହିଁ। ରାଜମହଲର ରେଶମୀ ବିଛଣା ମତେ ପିଛା ପରି ଚୋଟ ମାରେ। ରାଜଭୋଗ ମତେ ବିଷ ପରି ଲାଗୁଛି। ମୁଁ ରାତିରେ ଶୋଇପାରେନି ଭରତ। ହୃଦୟରେ ଏକ କ୍ରନ୍ଦନ, ଏକ ଚିତ୍କାର ଉଠିଥାଏ। ଜୀବନ ଏକ ମରୁସ୍ଥଳ ପରି ଏକାନ୍ତ ହୋଇଯାଇଛି। ଭରତ, ଲୁହ ଯେବେ ବହେ ତେବେ ଏମିତି ଲାଗେ ଯେପରି ଆଖିରୁ ଅଗ୍ନିର ଜ୍ୱାଳା ବାହାରୁଛି। ଭରତ, ମୋ ଉପରେ ଦୟା କର ଭରତ, ମୋ ଉପରେ
दया कर मो पापिनी को गोटे कुटीर रे गोटे दासी परी गोटे कोण रे पकई रख भरत होई पारे मो पापिनी की टिके शांति मिली जीवो मते राजमहल रहिबार घोर दंड दियानी मते राजमहल रहिबार घोर दंड दियानी भरत दियानी जहाँ को आपण घोर दंड मन करती हेई पारे सेइथिरे आपणकर सुख अछि ए पीड़ा ठारू दूरेई रहंतुनी निजर कर्मर फलस्वरूप पाइथिबा पीड़ा ठारू दूरेई रही कौन सी कुटीर कोणरे रुचि रहिले ना मन को शांति मिले ना तपस्या हुए आपणक तपस्या तो एइथिर अछि जे आपण प्रायश्चितर अग्नि रे निरंतर जळंतु रेशम बिछणार बिछा आपण को सर्वदा आगत करथौ जहा द्वारा आपण को आभास हेबो जे धन संपत्ति या साम्राज्य द्वारा मनर शांति प्राप्त हुएनी सही पीड़ा द्वारा ही आपण निज पापर मूल्य सुझी पारिबे हेई पारे यह द्वारा आपण पाप मुक्त हेई पारिबे जानतु महारानी कैकेयी आपणक तपभूमि राजमहल रे अछि रे माँ तुम्हें कौन भाविला मने राम सीता पठेई देला बने राम सीता पठेई देला बने मारे तुम्हें कौन भावी जे मने राम सीता पठेई देला बने राम सीता पठेई देला बने जदिओ भरत से पथरे गला जदिओ भरत से पथरे गला तुमरी कर्म को देखी न पारिला निजर पद तुमे निजे हराइला भरतर अपमाने राम सीता पठाई देला बने भाविला मने राम सीता पठाई देला बने राम सीता पठाई देला बने महल छाड़ी सेठी आश्रय नाही महल छाड़ी सेठी महल छाड़ी सेठी आश्रय नाही सीता सुकुमारी सांगरे दुई भाई खरा बरसारे भिजुथिबे रे ग्रीष्म शीत श्रावणे राम सीता पठेई देला बने पागली तुमे कौन भाविला मने राम सीता पठाई देला बने राम सीता पठाई देला बने
କୌଶଲ୍ୟାଙ୍କ ମୁହଁ ତୁନି ହେଲା କୌଶଲ୍ୟାଙ୍କ ମୁହଁ ତୁନି ହେଲା ଉର୍ମିଳାଙ୍କ କାନ୍ଦନ ସରିଲା କୈକେୟୀ ତୁମେ ଜଣେ ହିରାଣୀ ମହଲର କୋଣେ କୋଣେ ରାମ ସୀତା ପଠାଇ ଦେଲ ବନେ ହୋ ପାଗଳି ତୁମେ କ'ଣ ଭାବିଲ ମନେ ରାମ ସୀତା ପଠାଇ ଦେଲ ବନେ ରାମ ସୀତା ପଠାଇ ଦେଲ ବନେ ରାମ ସୀତା ପଠାଇ ଦେଲ ବନେ वाह वाह महाराणी कैकेयी तुम्हें निज ना इतिहास रे अमर कर देला वाह माँ माँ कौन है माँ कौन है माँ महाराणी कैकेयी इतिहास रे निज ना अमर कर देले आम तरफरु महाराज को धन्यवाद जणेबे से आसी अयोध्या राजवंश को एक निष्ठुर परिस्थिति बंचेले मते भय थिला कि भरत भावप्रवण हे केजाणी कौन करी बसिबो मु आपण को भी धन्यवाद दउची ये अयोध्या उपरे विपत्तिर समय ए समय रे आपणकर चारि झियो एमिति आदर्श चरित्र देखैले जहार संसार रे कौनसी तुलना हे न पारे मु सेमानक दुख सेमानक कष्ट बुझी पारुछि किंतु एमाने निजर दुख केबे भी प्रकाश करि नाहंती आम मानक सेवारे ताकर सर्वस्व ढाड़ी देइचंती एमाने मो पुत्र बधू नुहंती मो निज कन्या भली राजमाता सेमाने तो सतरे आपणक कन्या मोर नुह मो संपर्क तो विवाह दिनु समाप्त हो जाइछि ये तो तांको सौभाग्य तांको आपणक परी महान माता मिलिछि आपणक कोल धन्य राजमाता एमिति पुत्र रत्न केते जन्मर पुण्यरु प्राप्त हुअंती एक को एक महान जहांको पाई आम मथा भी आज गर्भरे उच्च हो जाइछि महाराज मते कहिले कि जीवा आगरु राजमाता कौशल्यांकर चरण स्पर्श करी आस एमिति वंदनिया मातांकर पुण्य फलरु ही संतान को दिव्य संस्कार मिली थाए ना महाराणी ना आपण मते लज्जित करंतुनी प्रथमरु ही मु आपण को दोषी मु एमानको किछि सुख देई पारिनी ए सीता को ही देख राजराणी करबा को कथा देई महाराज ताको मिथिलारु आनी थिले किंतु आमे ताको कंटकित रास्ता रे खाली पादरे छाड़ी देलु राजराणी हबा तो मात्र सामान्य कथा मो सीता तो आज से पद प्राप्त होईची जहा को सारा संसार आज वंदना करुची ये तो आपण आशीर्वाद फल राजमाता एथिरे मोर किछि नाही
ମାର ଶିକ୍ଷା ହିଁ ଝିଅକୁ ଭଲ ବା ମନ୍ଦ କରିଥାଏ। ଇଏ ଆପଣଙ୍କ ଶିକ୍ଷାର ଫଳ। ସୀତା ଆଜି ଆମ ସବୁ ନାରୀଙ୍କର ଗୌରବ ବଢ଼େଇ ଦେଲା। ଯେବେ ବି ଇତିହାସ ମହାନ ପତିବ୍ରତାଙ୍କ ବର୍ଣ୍ଣନା କରିବ, ସେତେବେଳେ ସର୍ବପ୍ରଥମେ ସୀତାର ନାଁ ହିଁ ଆସିବ। ରାଜମାତାଙ୍କ ମୁହଁରେ ତମ ତିନିଙ୍କର ପ୍ରଶଂସା ଶୁଣି ମୋ ହୃଦୟ ପୁରି ଉଠିଲା। ତମ ବଡ଼ ଭଉଣୀ ସୀତାକୁ ଦେଖ, ନିଜର ଉତ୍ତମ ଆଚରଣରେ କେମିତି ସବୁ ପ୍ରାଣୀଙ୍କର ଆଦରଣୀୟ ହେଇପାରିଲା। ତାପରି ତମ ତିନି ଜଣଙ୍କୁ ବି ପ୍ରେମ ଆଉ ସେବାର ଉଦାହରଣ ସ୍ଥାପନ କରିବାକୁ ହବ। ତମର ତିନି ଶାଶୁଙ୍କୁ ସମାନ ଭାବରେ ସେବା କରିବା ଦରକାର। ଆଉ କୌଣସି ଭେଦଭାବ ବିନା ତିନି ଜଣଙ୍କର ସେବା କରିବା ତମର ପରମ କର୍ତ୍ତବ୍ୟ। ରାଜମାତା କୈକେୟୀଙ୍କର ଯତ୍ନ ନେବା ଦରକାର। ସେ ଏବେ ପଶ୍ଚାତାପର ଅଗ୍ନିରେ ଚଳୁଛନ୍ତି। ତାଙ୍କୁ ବିଶେଷ ଯତ୍ନ ଆଉ ଆଦର ଆବଶ୍ୟକତା ରହିଛି। ତାଙ୍କଠୁ ଗୋଟିଏ ଶିକ୍ଷା ଶିଖିବା ଦରକାର ଯେ ମନ୍ତରା ଭଳି ଘର ଭାଙ୍ଗି କଳିହୁଡ଼ିର କଅଁଳ କୁହା କଥାରେ ଭାସି ନ ଯାଇ ନିଜ କୂଳର ଏକତାକୁ ଭଙ୍ଗ କରିବା କଥା ନୁହଁ। ଇଏ ବି ତମର କର୍ତ୍ତବ୍ୟ ଯେ ନିଜ ନିଜର ସ୍ୱାମୀଙ୍କ ଉପରେ ଏମିତି ପ୍ରଭାବ ପକାଅ ଯେମିତି ଚାରି ଭାଇଙ୍କ ଭିତରେ ପ୍ରେମ ଅଧିକ ସୁଦୃଢ଼ ହୁଏ। ଏବେ ସମସ୍ତେ ଦୁଃଖୀ। ଏ ସମୟରେ ମୁଁ ତମମାନଙ୍କୁ ମିଥିଳା ଆସିବାକୁ କହୁନି। ତମ ଶାଶୁଘର ଉପରେ ଏବେ ବିପତ୍ତିର ସମୟ। ଏ ସମୟରେ ତମମାନଙ୍କ ସ୍ୱାମୀ, ମା ଏବଂ ସମସ୍ତ ବନ୍ଧୁବାନ୍ଧବଙ୍କ ସହିତ ଦୁଃଖ ବାଣ୍ଟିବା ହିଁ ତମର ଧର୍ମ। 14 ବର୍ଷ ପରେ ଯେବେ ଦୁଃଖର ବାଦଲ ହଟିବ, ଯେବେ ତମ ଶାଶୁଘରେ ଆନନ୍ଦର ଲହରୀ ଖେଳିବ, ସେ ସମୟରେ ତମ ବାପ ଘର ଦ୍ୱାର ତମର ସ୍ୱାଗତ ପାଇଁ ଖୋଲା ରହିବ। ମହାଶୟ, ମହର୍ଷିଙ୍କୁ ଖବର ଦିଅନ୍ତୁ ଯେ ଦଶରଥ ପୁତ୍ର ରାମ ସୀତା ଆଉ ଲକ୍ଷ୍ମଣ ସହିତ ତାଙ୍କ ଦର୍ଶନ ପାଇଁ ଆଜ୍ଞା ଚାହୁଁଛି। ଆଜ୍ଞା। ଅହଂ ବ୍ରହ୍ମୋସ୍ମି। ଗୁରୁଦେବ, ଶ୍ରୀରାମ, ଲକ୍ଷ୍ମଣ, ଦେବୀ ସୀତାଙ୍କ ସହିତ ଆପଣଙ୍କ ଦର୍ଶନ ପାଇଁ ଆଜ୍ଞା ଚାହୁଁଛନ୍ତି। ରାମ ଆସିଗଲେ? ଆଜି କେତେ ବଡ଼ ଶୁଭ ଦିନ। ଆମେ ନିଜେ ତାଙ୍କୁ ସ୍ୱାଗତ କରିବା। ହେ ରାମ, ଅତ୍ରୟ ଆଶ୍ରମ ଆପଣଙ୍କୁ ସ୍ୱାଗତ କରୁଛି। ଆୟୁଷ୍ମାନ ହୁଅ, ସୌଭାଗ୍ୟବତୀ ହୁଅ। କଲ୍ୟାଣ ହଉ। ଆସନ୍ତୁ। ରାମ, ଇଏ ହେଉଛନ୍ତି ଦେବୀ ଅନୁସୂୟା। ମହାଦେବୀ, ମୁଁ ଦଶରଥଙ୍କ ପୁତ୍ର ରାମ, ମୋର ଅନୁଜ ଲକ୍ଷ୍ମଣ ଆଉ ଭାର୍ଯ୍ୟା ଜନକ ସୁତା ସୀତା ସହିତ ଆପଣଙ୍କ ଚରଣରେ ପ୍ରଣାମ କରୁଛି। ଆୟୁଷ୍ମାନ ହୁଅ।
अखंड सौभाग्यवती हुआ। देवी सीताଙ୍କୁ ତମ କକ୍ଷକୁ ନେଇଯାଅ, ତାଙ୍କର ସତ୍କାର କରି ତାଙ୍କୁ ଶାନ୍ତି ପ୍ରଦାନ କର। ସୀତେ, ବିଶ୍ୱବନ୍ଦନୀୟ ମହାସତୀ ଅନସୂୟାଙ୍କ ଦର୍ଶନ ପାଇଁ ଦେବତାମାନେ ବି ବ୍ୟାକୁଳ ହୁଅନ୍ତି। ଇଏ ସେହି ପରମ ତପସ୍ୱିନୀ ଯିଏ ଏକ ସମୟରେ ଯେତେବେଳେ 10 ବର୍ଷ ବର୍ଷା ନ ହେବାରୁ ଏଠିକାର ଧରିତ୍ରୀ ସ୍ତବ୍ଧ ହୋଇଯାଇଥିଲା, ନିଜର ଘୋର ତପସ୍ୟା ବଳରେ ସେ ଗଙ୍ଗାକୁ ସନ୍ତୁଷ୍ଟ କରି ଆଉ ତାଙ୍କର ଧାରାକୁ ଏଠିକି ଚିତ୍ରକୂଟ ଯାଇ ନେଇ ଆସିଥିଲେ, ଯାହା ଏବେ ପବିତ୍ର ମନ୍ଦାକିନୀ ନାମରେ ପ୍ରସିଦ୍ଧ। ଏହା ବ୍ୟତୀତ ସେ କେତେଥର ପରିହାସରେ ପରିହାସରେ ବଡ଼ ବଡ଼ ଦେବତାମାନଙ୍କୁ ବି ହରାଇଛନ୍ତି। ଜଣେ ସତୀଙ୍କ ଦର୍ଶନରେ ପୁଣ୍ୟ ତ ମିଳି ହିଁ ଥାଏ, କିନ୍ତୁ ମହାସତୀଙ୍କ ଦର୍ଶନରେ ଇହ ପର ସବୁ ଆନନ୍ଦମୟ ହୋଇଯାଏ। ଯାଅ, ତାଙ୍କ ପାଦ ତଳେ ବସି ଜୀବନକୁ କୃତାର୍ଥ କର। ତମେ ମୋର ଅଧିକ ପ୍ରଶଂସା କରୁଛ ରାମ, କିନ୍ତୁ ତମେ ତ ଜାଣିଛ ଏସବୁ କିଛି କେବଳ ପତିଙ୍କ ଚରଣରେ ଏକନିଷ୍ଠ ସେବାର ହିଁ ଫଳ। ଆଉ କିଛି ବି ମୁଁ ଜାଣିନି, ବାକି ସବୁ ସେ ହିଁ ଜାଣନ୍ତି। ଆସ ସୀତେ, ଆସ। ଆସନ୍ତୁ। ଆସନ ଗ୍ରହଣ କରନ୍ତୁ। ରାମ, ଆମେ ଅନେକ ଦିନରୁ ତମ ପ୍ରତୀକ୍ଷାରେ ଥିଲୁ। ତମର ଚିତ୍ରକୂଟରେ ପହଞ୍ଚିବାର ଖବର ମିଳିବା ପରେ ଆମେ ଏହି ଆଶାରେ ଥିଲୁ କି ତମେ ଏହି ଆଶ୍ରମକୁ ଅବଶ୍ୟ ଆସିବ। ଆଜି ତମେ ଆସିବାରୁ ଏହି ଆଶ୍ରମ ଧନ୍ୟ ହେଲା। ଇଏ ତ ଆପଣଙ୍କର ଉଦାରତା ମୁନିବର। ଏଇ ଯେଉଁ ସେବକର ସମ୍ମାନ ବଢ଼ାଉଛନ୍ତି। ମୋର ତ ଅନେକ ପୂର୍ବରୁ ଆପଣଙ୍କ ଦର୍ଶନ କରିବାର ଥିଲା। ବିଳମ୍ବ ପାଇଁ କ୍ଷମା ମାଗୁଛି। ଆଜି ମୁଁ ଏ ପବିତ୍ର ଚରଣରେ ସ୍ଥାନ ପାଇ ଧନ୍ୟ ହୋଇଗଲି। ରାମ, ସମ୍ପୂର୍ଣ୍ଣ ପ୍ରଭୁତ୍ୱ ପାଇକି ବି ତମେ ଏତେ ବିନମ୍ର ଯେ ପୃଥିବୀର ସମସ୍ତ ପ୍ରାଣୀଙ୍କ ମନ ମୋହି ନେଇପାରିଛ। ନଗରସ୍ଥୌ ବନସ୍ଥୌ ବା ଶୁଭ ବା ୟଦି ବା ଶୁଭାଃ ୟାସାଂ ସ୍ତ୍ରୀଣାଂ ପ୍ରିୟୋ ଭ୍ରାତା ସାକାଙ୍ଗଲୋକା ମହୋଦୟା ଋଷିଣା କାମବ୍ରତୋ ବା ଧନୈବ ପରିବର୍ଦ୍ଧିତଃ ସ୍ତ୍ରୀଣାଂ ଆର୍ଯ୍ୟ ଶୋଭାବନାଂ ପରମଂ ଦେବତାଂ ପତିଃ। ପୁତ୍ରୀ ନିଜର ସ୍ୱାମୀ ସ୍ତ୍ରୀର ଆରାଧ୍ୟ ଦେବତା ଅଟେ। ସେ ରାଜମହଲରେ ରହୁଥାଉ ବା କୁଡ଼ିଆରେ, ସେ ଭାଗ୍ୟହୀନ ହେଉ କିମ୍ବା ଧନବାନ ହେଇଥାଉ, ଉତ୍ତମ ସ୍ୱଭାବର ନାରୀମାନଙ୍କ ପାଇଁ ସେ ସର୍ବଶ୍ରେଷ୍ଠ ଦେବତାଙ୍କ ସଙ୍ଗେ ସମାନ। ଏବେ ତମର ପତି ମୋ ଶକ୍ତିର ଯେଉଁ ଏତେ ଗୁଡ଼ିଏ ପ୍ରଶଂସା କଲେ, ତା ପାଇଁ ମୁଁ କିଛି ବି କରିନି। କେବଳ ମନ, ବଚନ ଆଉ କର୍ମରେ ମୋ ସ୍ୱାମୀଙ୍କର ଏକନିଷ୍ଠ ଭାବେ ସେବା କରିଛି। ନାରୀ ଯଦି ଏତିକି କରିଦିଏ, ଦେବତାମାନେ ତା ଆଗରେ ନତମସ୍ତକ ହୁଅନ୍ତି। ଦେବତାମାନେ କେତେ ପ୍ରକାରର ପରୀକ୍ଷା କରନ୍ତି, ଆଉ କେତେ ପ୍ରକାରର ପ୍ରଲୋଭନ ବି ଦେଖାନ୍ତି, ପରନ୍ତୁ ଯେଉଁ ନାରୀ ନିଜ ଧର୍ମରେ ଅଟଳ ରହେ, ଖାଲି ଦେବତା କ'ଣ, ସାରା ସୃଷ୍ଟିର ବିଧାନ ତା ଆଜ୍ଞାର ଅଧୀନ ହେଇଯାଏ। ମୁଁ ମୋ ଜୀବନରେ ଏଇଆ ଅନୁଭବ କରିଛି। ପତିଙ୍କଠୁ ବଡ଼ କୌଣସି କାର୍ଯ୍ୟ, ମିତ୍ର ଆଉ ବନ୍ଧୁ କେହି ବି ନାହାନ୍ତି। ସେ ହିଁ ନାରୀକୁ ଦୁଇ ଲୋକରେ ସୁଖ ପ୍ରଦାନ କରିବାରେ ସମର୍ଥ ହେଇଥାନ୍ତି। ସୀତେ, ମୋତେ ଜାଣିକି ବହୁତ ଖୁସି ଲାଗୁଛି ଯେ ତମେ ତମ ବନ୍ଧୁ ବାନ୍ଧବକୁ ଛାଡ଼ି ରାଜମହଲର ସୁଖ ତ୍ୟାଗ କରି ବନବାସୀ ହେଇଥିବା ପତିଙ୍କୁ ଅନୁସରଣ କରିଛ। ସୁଖର ସାଥୀ ତ ସମସ୍ତେ ହୁଅନ୍ତି, କିନ୍ତୁ ବିପତ୍ତିରେ ଯିଏ ସାଙ୍ଗରେ ରୁହେ ସେ ହିଁ ଅର୍ଦ୍ଧାଙ୍ଗିନୀ। ସୀତେ, ମିତ୍ର ଆଉ ନାରୀର ପ୍ରକୃତ ପରୀକ୍ଷା ବିପଦ ସମୟରେ ହିଁ ହୁଏ।
ମାତା ମୋ ମା ବି ବିବାହ ସମୟରେ ଏହି ଶିକ୍ଷା ଦେଇଥିଲେ, ଆଉ ମୋ ପୂଜା ଶାଶୁ ବି ବନବାସ ବେଳେ ଏହି ଉପଦେଶ ଦେଇଥିଲେ। ଆପଣ ମୋତେ ଆଶୀର୍ବାଦ ଦିଅନ୍ତୁ, ଯେମିତି ମୁଁ ଆପଣଙ୍କ କହିଥିବା ଆଦେଶର ପାଳନ କରୁଥିବି। ସୀତେ, ମୁଁ ମୋ ଦିବ୍ୟ ଦୃଷ୍ଟିରେ ଦେଖୁଛି ଯେ ଆଗାମୀ ସମୟରେ ନାରୀମାନେ ତମ ନାମ ସ୍ମରଣ କରିବାରେ ହିଁ ପତିବ୍ରତ ଧର୍ମ ପାଳନ କରିବାକୁ ବଳ ପାଇପାରିବେ। ଏଥିରେ ମୋତେ ଅପାର ଖୁସି ଲାଗୁଛି। ମୁଁ ମୋ ଖୁସିକୁ କେମିତି ବ୍ୟକ୍ତ କରିବି? ନିଜର ସ୍ମରଣୀୟ ବଚନରେ ନାରୀ କର୍ତ୍ତବ୍ୟ ପାଳନର ଶିକ୍ଷା ଦେଇ ଆପଣ ମୋତେ ଧନ୍ୟ କରିଛନ୍ତି। ପୂଜ୍ୟା ମାତାଜୀ, ଆପଣଙ୍କ ଆଶୀର୍ବାଦ ହିଁ ମୋ ପାଇଁ ଅମୂଲ୍ୟ ନିଧି। ସୀତେ, ଏ ଘଟଣାର ସ୍ମୃତି ରୂପେ ମୁଁ କିଛି ଉପହାର ଦେବାକୁ ଚାହୁଁଛି। ମୋ ପାଖରେ ଦିବ୍ୟ ଆଭୂଷଣ, ଅଙ୍ଗରାଗ, ଅଙ୍ଗଲେପନ ଆଉ ପବିତ୍ର ପରିଧାନ ଅଛି, ଯାହା ମୋତେ ଦେବତାମାନେ ଉପହାର ସ୍ୱରୂପ ଦେଇଥିଲେ। ସେସବୁ ମୁଁ ତମକୁ ଦଉଛି। ଏ ବସ୍ତ୍ର ଆଭୂଷଣ ମୁଁ ତମକୁ ଦଉଛି। ୟାକୁ ପିନ୍ଧିଲେ ତମ ସ୍ୱାମୀ ଖୁସି ହେବେ। ଏସବୁ ଦେବାଙ୍ଗନାମାନେ ମୋତେ ଦେଇଛନ୍ତି। ସଧବା ସ୍ତ୍ରୀ ତା ସ୍ୱାମୀକୁ ସବୁବେଳେ ସୁନ୍ଦର ଲାଗିବା ଦରକାର। ଏଥିରେ ସ୍ୱାମୀର ମନ ପ୍ରସନ୍ନ ରହେ, ଆଉ ସ୍ତ୍ରୀକୁ ତାଙ୍କର ବିଶେଷ ସ୍ନେହ ମିଳିଥାଏ। ଏ ବସ୍ତ୍ର, ଏ ଆଭୂଷଣ କେବେ ମଳିନ ପଡ଼ିବନି। ଏ ଅଙ୍ଗରାଗ, ଏ ଅଙ୍ଗଲେପନ ପ୍ରୟୋଗ କଲେ ତମେ ସବୁବେଳେ ସୁଖୀ ରହିବ। ସୀତେ, ତମେ ଏବେ ଏ ବସ୍ତ୍ର ଆଉ ଆଭୂଷଣ ପିନ୍ଧିକିରି ଆସ। ତମକୁ ଏ ଦିବ୍ୟ ପରିଧାନରେ ଦେଖି ମୋତେ ଖୁସି ଲାଗିବ। ହଁ ସୀତେ, ଏ ସବୁ କିଛି ତମ ପାଇଁ। ତମେ ୟାକୁ ପିନ୍ଧ। ଆଜ୍ଞା। ୟା ଆଗକୁ ଯେଉଁ ବଣ ଅଛି, ରାକ୍ଷସମାନଙ୍କ ଉତ୍ପାତ କାରଣରୁ ସେଠାରେ ଋଷି କିମ୍ବା ତପସ୍ୱୀମାନଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ସେମାନେ ନରଭକ୍ଷୀ ଅଟନ୍ତି। ଯେଉଁ ତପସ୍ୱୀ ଓ ବ୍ରହ୍ମଚାରୀମାନେ ଅପବିତ୍ର କିମ୍ବା ଅସାବଧାନ ହୋଇଯାଆନ୍ତି, ସେମାନଙ୍କୁ ରାକ୍ଷସମାନେ ମାରି ଖାଇଯାଆନ୍ତି। ତମ ରାଜ୍ୟର ସୀମା ପାର୍ଶ୍ୱରେ ଋଷିମାନଙ୍କୁ ଅଭୟ ପ୍ରଦାନ କରିବା ତମର କର୍ତ୍ତବ୍ୟ ଅଟେ। ମୁଁ ଆପଣଙ୍କୁ କଥା ଦେଉଛି ମନିଶ୍ରୀ, ଯେ ମୋ ବନବାସର ଅବଧି ମଧ୍ୟରେ ଏ ଦଣ୍ଡକାରଣ୍ୟର ଚତୁଃପାର୍ଶ୍ୱରେ ସ୍ଥାନେ ସ୍ଥାନେ ଗଢ଼ି ଉଠିଥିବା ସମସ୍ତ ଋଷି ଆଶ୍ରମରେ ଜଣେ ପ୍ରହରୀ ଭଳି ମୁଁ ପ୍ରହରା ଦେବି, ଯେମିତିକି ସେ ଆଶ୍ରମଗୁଡ଼ିକ ସବୁ ସମୟ ପାଇଁ ରାକ୍ଷସଙ୍କଠାରୁ ମୁକ୍ତି ପାଇଯିବ। ଏବେ ଆପଣ ମୋତେ ପଥ ପ୍ରଦର୍ଶନ କରନ୍ତୁ ଯେ ମୁଁ କେଉଁ କେଉଁ ସ୍ଥାନକୁ ଯିବି ଆଉ କେଉଁ ବାଟରେ ଯିବି। ରାମ, ସର୍ବପ୍ରଥମେ ତୁମେ ସର୍ବାଙ୍ଗ ଋଷିଙ୍କ ଆଶ୍ରମକୁ ଯାଅ। ସେ ବହୁତ ଦିନରୁ ତୁମର ପ୍ରତୀକ୍ଷା କରିଛନ୍ତି। ତାଙ୍କ ପାଖରେ ସମୟ ବହୁତ କମ୍ ଅଛି, ସେଥିପାଇଁ ତୁମେ ପ୍ରଥମେ ତାଙ୍କ ଦର୍ଶନ କର। ଆଉ ଟିକେ ସାବଧାନରେ ଯିବ। ସେ ପଥରେ ବିରାଟ ନାମକ ଗୋଟାଏ ନରଭକ୍ଷୀ ରାକ୍ଷସ ବିଚରଣ କରୁଥାଏ। ସେ ଋଷି ସର୍ବାଙ୍ଗଙ୍କ ଆଶ୍ରମ ପୂର୍ବରୁ କିମ୍ବା ସେଇଠୁ ଆଗକୁ ଗଲେ ମିଳିପାରେ। ଆପଣ ଚିନ୍ତା କରନ୍ତୁନି ମନିଶ୍ରୀ, ମୁଁ ଆପଣଙ୍କ ଉଦ୍ଦେଶ୍ୟ ବୁଝିଗଲି। ଏ ଦଣ୍ଡକାରଣ୍ୟକୁ ରାକ୍ଷସଙ୍କ କବଳରୁ ସବୁଦିନ ପାଇଁ ନିଷ୍କଣ୍ଟକ କରିବାକୁ ମୋତେ ଆପଣଙ୍କ ଆଶୀର୍ବାଦ ଆବଶ୍ୟକ। ମୋ ଆଶୀର୍ବାଦ ସର୍ବଦା ତମ ପାଖରେ ଅଛି। ମାତା ଅନୁସୂୟା ଏ ସମସ୍ତ ଆଭୂଷଣ ଦେଇଛନ୍ତି। ମୁଁ ମନା କରିପାରିଲିନି। ମା ପାଖକୁ ଆସି ଝିଅ ଯଦି ଖାଲି ହାତରେ ଫେରିଯାଏ, ଅମଙ୍ଗଳ ହୁଏ। ଏ ରତ୍ନ ଆଉ ଆଭୂଷଣଠୁ ବଡ଼ ଯେଉଁ ନାରୀତ୍ୱର ଉପଦେଶ ଆପଣଙ୍କଠୁ ପାଇଛି, ତା ତ ମହାନ।
ଆଉ ସବୁଠୁ ଉର୍ଦ୍ଧ୍ୱରେ। ସର୍ବଦା ସୁଖୀ ହୁଅ ମା। ସୀତେ, ତମେ ଖୁବ୍ ଭାଗ୍ୟଶାଳୀ ନାରୀ। ଏବେ ଆପଣ ମୋତେ ମାର୍ଗଦର୍ଶନ କରନ୍ତୁ ଯେ ମୁଁ କେଉଁ କେଉଁ ସ୍ଥାନକୁ ଯିବି ଆଉ କେଉଁ ବାଟ ଦେଇ ଯିବି। ରାମ, ସର୍ବପ୍ରଥମେ ତମେ ସର୍ଭଙ୍ଗ ଋଷିଙ୍କ ଆଶ୍ରମକୁ ଯାଅ। ସେ ବହୁତ ଦିନରୁ ତମର ପ୍ରତୀକ୍ଷା କରିଛନ୍ତି। ତାଙ୍କ ପାଖରେ ସମୟ ବହୁତ କମ୍ ଅଛି, ସେଥିପାଇଁ ତମେ ପ୍ରଥମେ ତାଙ୍କ ଦର୍ଶନ କର। ଲକ୍ଷ୍ମଣ, ଏଇ ସର୍ଭଙ୍ଗ ମୁନିଙ୍କର ଆଶ୍ରମ। ଭାଇ, ଦେଖିଲ ଏମାନେ କିଏ? ଦେବଲୋକରୁ କୌଣସି ଦେବତା ସର୍ଭଙ୍ଗ ମୁନିକୁ ଭେଟିବାକୁ ଆସିଛନ୍ତି। ପ୍ରଣାମ ମହର୍ଷି ସର୍ଭଙ୍ଗ। शुभ आगमन पर धन्यवाद देवराजेन्द्र महोदय। ମୁଁ ଆପଣଙ୍କୁ ସ୍ୱର୍ଗଲୋକକୁ ନେଇଯିବା ପାଇଁ ଆସିଛି। ସ୍ୱର୍ଗକୁ ଯିବା କିଛି ବଡ଼ କଥା ନୁହଁ, କିନ୍ତୁ ମୁଁ ତାର ସପକ୍ଷରେ ନୁହଁ। ଯେବେ ମୋ ଇଚ୍ଛା ହେବ ମୁଁ ନିଜେ ଯିବି। କାହିଁକି ମୁନିଶ୍ରେଷ୍ଠ? ଏ ସମ୍ମାନ ତ କ୍ୱଚିତ ଲୋକଙ୍କୁ ମିଳିଥାଏ। କିନ୍ତୁ ଏଥିରେ ପ୍ରକୃତିର ନିୟମର ଉଲ୍ଲଂଘନ ହୋଇଥାଏ। ଦେବରାଜ, ମାନବ ଦେହରେ କୌଣସି ଜୀବ ଅନ୍ୟ ଲୋକକୁ ଯିବା ପ୍ରକୃତି ବିରୁଦ୍ଧ। ତଥାପି ବି ନିଜ ତପସ୍ୟା ବଳରେ ଯଦି କେହି ପ୍ରକୃତି ଉପରେ ବିଜୟ ପାଏ, ତେବେ ବି ଅକାରଣରେ ସେ ନିଜ ତପବଳର ପ୍ରଦର୍ଶନ କରିବା ଉଚିତ ନୁହଁ। याद्वारा ता मध्य गर्व उत्पन्न हुए, जद्वारा स्वर्गलोक तार शीघ्र पतन होता है। मु निज इच्छा देह त्याग करी। से समय एवं उपनीत मुनिश्रेष्ठ मु जानी, किंतु ए मुहूर्त मो आश्रम जड़े विशेष अतिथि पदार्पण करिसंती। तांकर स्वागत सत्कार न करि जिबा मो पई उचित हबनी। जहा आपणक इच्छा। आयुष्मान भव, सौभाग्यवती भव, कल्याणमस्तु। आसीगल राम, अनेक स्वागत। महर्षि अत्रि तुमको सत्य कही, मु तुमको अपेक्षा करी। ए पृथ्वी रे मोर समय समाप्त हो गला। से देवराज इंद्र मते स्वदेह स्वर्गलोक नहीं जावाक आसी।
ମୁଁ ଆପଣଙ୍କ ବାର୍ତ୍ତାଳାପ ଶୁଣିଛି ମୁନିଶ୍ରେଷ୍ଠ। ଦେବତାଙ୍କ ରାଜା ଇନ୍ଦ୍ରଙ୍କ ନିମନ୍ତ୍ରଣକୁ ଉପେକ୍ଷା କରି ଆପଣ ଏଇଆ ସିଦ୍ଧ କରିଦେଲେ ଯେ ଯେତେବେଳେ ମାନବ ପୂର୍ଣ୍ଣ କର୍ମଯୋଗୀ ଏବଂ ସ୍ୱାର୍ଥ ରହିତ ହୋଇଯାଏ ସେତେବେଳେ ତାର ସ୍ଥାନ ଦେବତାଙ୍କଠୁ ବି ଉର୍ଦ୍ଧ୍ୱରେ ହେଇଯାଏ। ମାନବ ଯଦି ନିଜର ଧର୍ମ ଏବଂ ମାନବୀୟ କର୍ତ୍ତବ୍ୟ ପୂର୍ଣ୍ଣ କରେ ତେବେ ତାର ଦେବତାଙ୍କୁ ଅନୁଧାବନ କରିବାର କୌଣସି ଆବଶ୍ୟକତା ନାହିଁ। ଦେବତା ସ୍ୱୟଂ ତାର ଗୁଣଗାନ ଆରମ୍ଭ କରିଥାନ୍ତି। ସ୍ୱାର୍ଥରୁ ମୁକ୍ତ କିଏ ରାଘବେନ୍ଦ୍ର? ମୋର ବି ସ୍ୱାର୍ଥ ଥିଲା। ମୁଁ ଦିବ୍ୟ ଦୃଷ୍ଟିରେ ଦେଖିପାରିଥିଲି ମହର୍ଷି ଅତ୍ରିଙ୍କୁ ଭେଟି ଆପଣ ମୋ ପାଖକୁ ଆସୁଛନ୍ତି। ଆପଣଙ୍କ ଦର୍ଶନ ଲାଳସରେ ମୁଁ ଇନ୍ଦ୍ରଙ୍କ ନିମନ୍ତ୍ରଣକୁ ତୁଚ୍ଛ ଭାବିଲି। ଆଜି ଆପଣଙ୍କ ଦର୍ଶନ ପାଇ ମୋର ଅନେକ ଜନ୍ମର ପୁଣ୍ୟ ଫଳପ୍ରଦ ହେଲା ପୁରୁଷୋତ୍ତମ। ଭଗବାନ, ଆପଣ ମୋ ପିତାଙ୍କ ଭଳି ପୂଜ୍ୟ। ଆଉ ପ୍ରତ୍ୟେକ ପିତା ନିଜ ପୁତ୍ର ସ୍ନେହରେ ଏମିତି ଭାବ ବିହଳ ହୋଇଥାନ୍ତି। ହେ ରାମ, ଯେମିତି ଭାବେ ଜଣେ ଗୃହସ୍ଥ ଘରେ ଯଦି କେହି ସାଧୁ ପହଞ୍ଚେ ତେବେ ତାଙ୍କୁ କିଛି ଦାନ ଦେବା ଗୃହସ୍ଥର ଧର୍ମ ହେଇଥାଏ, ଠିକ୍ ସେମିତି ଯେତେବେଳେ ଜଣେ ସାଧୁଙ୍କ କୁଟିରେ କେହି ଗୃହସ୍ଥ ପହଞ୍ଚେ ତାଙ୍କୁ ଆଶୀର୍ବାଦ ଆତ୍ମଜ୍ଞାନର ଶିକ୍ଷା ଦେବା ସାଧୁର କର୍ତ୍ତବ୍ୟ ହୋଇଥାଏ। କିନ୍ତୁ ଆପଣ ନିଜେ ତ ଜ୍ଞାନର ଭଣ୍ଡାର, ମୁଁ ଆପଣଙ୍କୁ କି ଶିକ୍ଷା ଦେଇପାରିବି? ନିଜ ତପବଳରେ ମୁଁ କିଛି ଦିବ୍ୟଲୋକର ସିଦ୍ଧି ଅର୍ଜନ କରିଛି। ଆଜି ଦେହତ୍ୟାଗ ପୂର୍ବରୁ ମୁଁ ଆପଣଙ୍କୁ ସେସବୁ ସିଦ୍ଧି ଦେଇଦେବାକୁ ଚାହୁଁଛି। ସ୍ୱୀକାର କରନ୍ତୁ ରାମ। ମହାମୁନି, ମୁଁ ଆପଣଙ୍କର ଅନୁଗ୍ରହ ପ୍ରତି ସର୍ବଦା ଋଣୀ ରହିବି। କିନ୍ତୁ ମୋ ପାଇଁ ଆପଣ ଦେଉଥିବା ଏ ଦିବ୍ୟ ସିଦ୍ଧିକୁ ଗ୍ରହଣ କରିବା ଉଚିତ ହେବନି। ଏମିତି କାହିଁକି କହୁଛନ୍ତି ରାମ? କାହିଁକି ନା ମୋ ବିଚାରରେ ଯେଉଁମାନେ କୌଣସି ସାଧୁ ମହାତ୍ମାଙ୍କ ପାଖରୁ ତାଙ୍କ ତପବଳରେ ଅର୍ଜିତ ଶକ୍ତି ସାହାଯ୍ୟରେ ନିଜ ଦୁଃଖ ଦୂର କରିବାକୁ କିମ୍ବା ମହାତ୍ମାଙ୍କ ପାଖକୁ ସୁଖ ସମ୍ପତ୍ତି ମାଗିବାକୁ ଯାଆନ୍ତି ସେମାନେ ସେହି ଲଜ୍ଜାହୀନ ଚୋର ଭଳି ଯିଏ ଅନ୍ୟର ସମ୍ପତ୍ତି ଉପରେ ଆଖି ରଖନ୍ତି। ଯଦି ସେ ସ୍ୱାଭିମାନୀ ପୁରୁଷ ତେବେ ନିଜ ପରିଶ୍ରମରେ ରୋଜଗାର କରିବା ଉଚିତ। ମୋତେ କେବଳ ଏତିକି ଆଶୀର୍ବାଦ ଦିଅନ୍ତୁ ଯେ ଆପଣଙ୍କ ଭଳି ମୁଁ ବି ନିଜ କର୍ମ ବଳରେ ସେଇ ଶକ୍ତି, ସେଇ ଜ୍ଞାନ, ସେଇ ନିଃସ୍ୱାର୍ଥ ଭାବନା ପ୍ରାପ୍ତ କରିବି ଯାହା ମାନବକୁ ଦେବତାଙ୍କଠୁ ବି ଉଚ୍ଚକୁ ନେଇଯାଏ। ମୋତେ ନିଜ କର୍ମ ବଳରେ ସେ ସବୁକିଛି ପ୍ରାପ୍ତ କରିବାକୁ ଦିଅନ୍ତୁ। ଅତି ସୁନ୍ଦର। ଆପଣ ନିଜ ମର୍ଯ୍ୟାଦା ଅନୁକୂଳ କଥା କହିଛନ୍ତି ରାମ। ଆପଣ ନିଜରେ ମାନବ ଜନ୍ମରେ ନିଜ କର୍ମ ଆଉ ପରାକ୍ରମରେ ମାନବ ଇତିହାସରେ ମର୍ଯ୍ୟାଦାର ଆଦର୍ଶ ସ୍ଥାପନ କରନ୍ତୁ। ଏହା ହିଁ ମୋର ଆଶୀର୍ବାଦ। ଏବେ ମୋର ଅନ୍ତିମ ପ୍ରଣାମ ସ୍ୱୀକାର କରନ୍ତୁ ଆଉ ମୋତେ ଅନନ୍ତ ପଥରେ ଯିବାର ଆଜ୍ଞା ଦିଅନ୍ତୁ। ଇଏ କ'ଣ ହେଲା ଭାଇ? ମୁନି ଭସର୍ଭଙ୍ଗ ନିଜ ଯୋଗ ଅଗ୍ନିରେ ନିଜର ପାର୍ଥିବ ଶରୀର ଏବଂ ତାର ସମସ୍ତ ସଂସ୍କାରକୁ ଭସ୍ମ କରିଦେଇ ଏକ ଅବିନାଶୀ ପଥର ଯାତ୍ରୀ ହୋଇଗଲେ। राम लक्ष्मण सीता
ବନସ୍ତେ ବୁଲନ୍ତି ରାମ ଲକ୍ଷ୍ମଣ ସୀତା ବନସ୍ତେ ବୁଲନ୍ତି ମୁନି ଋଷି ମାନଙ୍କୁ ଯେ ଧନ୍ୟ କରୁଥାନ୍ତି ମୁନି ଋଷି ମାନଙ୍କୁ ଯେ ଧନ୍ୟ କରୁଥାନ୍ତି ରାମ ଲକ୍ଷ୍ମଣ ସୀତା ବନସ୍ତେ ବୁଲନ୍ତି ରାମ ଲକ୍ଷ୍ମଣ ସୀତା ବନସ୍ତେ ବୁଲନ୍ତି ଭକ୍ତ ଜନ ମାନଙ୍କୁ ସେ ଦୟା ବାଣ୍ଟୁଥାନ୍ତି ଭକ୍ତ ଜନ ମାନଙ୍କୁ ସେ ଦୟା ବାଣ୍ଟୁଥାନ୍ତି ରାମ ଲକ୍ଷ୍ମଣ ସୀତା ବନେ ବୁଲୁଥାନ୍ତି ରାମ ଲକ୍ଷ୍ମଣ ସୀତା ବନେ ବୁଲୁଥାନ୍ତି भरत जे राजपालु थाई उर्मिला बसी दीपकु जलाई कौशल्या माता रही अनाई फेरी बाटकु चाही लुह सुख नाही फेरी बाटकु चाही चाही से बीती गला 10 बरस आखिरू सुखिला लुहरा झरणा शुभ्र गला केश अरण्य रे रामचंद्र निज कर्मे थांती रत निरंतर कर्म वीर पाई न थाए किछि हर्ष विषादे अंतर ନିଅ ସୀତେ ନେ ଲକ୍ଷ୍ମଣ ବସ୍ ଖାଅ ସୀତେ भाई कह लक्ष्मण बनरे आमे बुलु बुलु 10 वर्ष बीतीगलानी या भितरे आमे एते संत महात्मा को भेटिछे जे से मनकर ना भी मन रहिबानी लक्ष्मण केवल नामर सूची मन रखिबारे लाभ बा कौन नाम तो केवल एक बाह्य परिचय पर होई थाए सेमानक अंतर्निहित गुण को मन रखिबा दरकार ए सिद्ध पुरुष जी बाह्य जगत दूर रे ए दुर्गम स्थान रे बसी तपस्या करुछन्ते एमाने जे नगर एवं बस्ती रे निज शक्ति प्रदर्शन करि नथान्ते एमाने बड़ दुर्लभ लोक एमानक दर्शन मात्र के लाभ मिली थाए केवल दर्शन रे की लाभ मिली थाए सीते जेमिति केवल खरा रे बसिबा द्वारा सूर्य उत्ताप आम शरीर में प्रवेश करि थाए सेही भली एमानक पाखरे बसिले एमानक आत्मज्ञान
ଏମାନଙ୍କ ଶକ୍ତି ଏମାନଙ୍କ ଭାବନାର ସୂକ୍ଷ୍ମ ପ୍ରକାଶ ଆମ ସୂକ୍ଷ୍ମ ଶରୀରରେ ପ୍ରବେଶ କରିଥାଏ। ଏମାନେ କିଛି ନ କହିଲେ ବି ବହୁତ କିଛି ଦେଇଥାନ୍ତି। ତପବନର ଯେଉଁ ଭାଗରେ ଆମେ ଏବେ ପ୍ରବେଶ କରିବାକୁ ଯାଉଛେ ସେଠାରେ ଜଣଙ୍କଠୁ ବଳି ଜଣେ ମହାନ ଋଷି ଅଛନ୍ତି। ଯଦି ସେମାନଙ୍କ ସତ୍ସଙ୍ଗର ପୂର୍ଣ୍ଣ ଲାଭ ଉଠାଇବାର ଥାଏ ତେବେ ନିଜ ମନ ଏବଂ ବୁଦ୍ଧିର ଝରକା କବାଟ ଖୋଲିଦେଇ ସେମାନଙ୍କ ଚରଣ ତଳେ ବସିଯିବା ଉଚିତ। ଯଦି ସେମାନଙ୍କ ପାଖକୁ ଯାଇ ବିନମ୍ର ହେଇ ଜଣେ ଭିକ୍ଷୁକ ଭଳି ମନର କାନି ପତେଇ ଚୁପଚାପ ବସି ରୁହ, ତେବେ ନିଜ ସାଧନା ଦ୍ୱାରା ପ୍ରାପ୍ତ କରିଥିବା ଜ୍ଞାନର ଅମୂଲ୍ୟ ରତ୍ନ ସେମାନେ ତୁମ ମନ କାନିରେ ଅନାୟାସରେ ଅଜାଡ଼ି ଚାଲିବେ। ଲକ୍ଷ୍ମଣ, ଜୀବନରେ ଏଭଳି ସୁଯୋଗ ବଡ଼ ସୌଭାଗ୍ୟରେ ମିଳିଥାଏ। ନହେଲେ ଏଭଳି ମହାନ ମୁନିଙ୍କ ଦର୍ଶନ ଅତ୍ୟନ୍ତ ଦୁର୍ଲଭ। ସବୁଠୁ ବଡ଼ ଶକ୍ତି ମନର, କିନ୍ତୁ ମନ ଗୋଟିଏ ଚଞ୍ଚଳ ଘୋଡ଼ାଟି ଭଳି କେବେ ସ୍ଥିର ରହିନଥାଏ। ଯୋଗ ଦ୍ୱାରା ଚିତ୍ତ ପ୍ରବୃତ୍ତିକୁ ବିରୋଧ କରି ଯିଏ ମନକୁ ଆୟତ୍ତ କରିଥାଏ ତା ମନ ସର୍ବବ୍ୟାପକ ଆତ୍ମାର ଅଧୀନସ୍ଥ ହେବା ଯୋଗୁଁ ସେ ସଂସାରର ସମସ୍ତ ଶକ୍ତି ଉପରେ ଅଧିକାର ପ୍ରାପ୍ତ କରିଥାଏ। ରାମ, ନିଜ କର୍ମର ଭଲ ଏବଂ ମନ୍ଦକୁ ପ୍ରତ୍ୟେକ ମୁହୂର୍ତ୍ତ ପ୍ରତ୍ୟେକ କ୍ଷଣରେ ଯାଞ୍ଚ କରିବା ଉଚିତ। ନିଜ କର୍ମକୁ ଯାଞ୍ଚ କରିବା ପାଇଁ ମନୁଷ୍ୟ ପାଖରେ ମାଧ୍ୟମ ଗୋଟିଏ। ସେ ଏ କଥା ଭାବିବ ଯେ ଯଦି ମୁଁ ଏ ମୁହୂର୍ତ୍ତରେ ମରିଯାଏ ତେବେ ମୋର ଏ କର୍ମ କେଉଁ ଗଣନାରେ ଆସିବ। ସେଥିପାଇଁ ଯଦି କିଛି ଭୁଲ ହେଇଯାଏ ତେବେ ତାକୁ ତତ୍କାଳ ସୁଧାରି ନେବା ଉଚିତ। ଏ କଥା କେବେ ଭାବିବନି ଯେ ଆଜିର ଭୁଲକୁ କାଲି ସୁଧାରି ନେବି। ବେଳେବେଳେ କାଳ କାଲି ପାଇଁ ବି ସମୟ ଦେଇନଥାଏ। ଧର୍ମ ମାର୍ଗରେ ଚାଲିବା ପାଇଁ ଜ୍ଞାନର ପ୍ରକାଶ ଆବଶ୍ୟକ। ଯଦି ଜ୍ଞାନର ପ୍ରକାଶ ନଥାଏ ତେବେ ଅନ୍ଧକାରପୂର୍ଣ୍ଣ ମାର୍ଗରେ ଧର୍ମ ଜଣେ ଅନ୍ଧ ଭଳି ପଥଭ୍ରଷ୍ଟ ହୋଇପାରେ। ଯେଉଁଠି ଜୀବନ ଥାଏ ସେଇଠି ମୃତ୍ୟୁ ଥାଏ। ଯେଉଁଠି ମଙ୍ଗଳ ଥାଏ ସେଠି ଅମଙ୍ଗଳ ବି ରହିଥାଏ। କେବଳ ସୁଖ ଧରିବାକୁ ଚେଷ୍ଟା କଲେ ତାର ଛାୟାରେ ଦୁଃଖକୁ ବି ଭେଟିବ। ଅତଃ ଯିଏ ଦୁଃଖ ଏବଂ ସୁଖ ଉଭୟରୁ ବିରତ ହୋଇ ଆତ୍ମାରେ ଲୀନ ହୋଇଯାଏ ସେ ହିଁ ଶାଶ୍ୱତ ଆନନ୍ଦ ପାଇଥାଏ। ତାକୁ ହିଁ ମୁକ୍ତି କହନ୍ତି। ଯେମିତି ବର୍ଷା ଜଳ ସବୁ ଗଛଲତା ଉପରେ ସମାନ ଭାବରେ ପଡ଼ିଥାଏ, କିନ୍ତୁ କାହାର ଲାଲ ଫୁଲ ଫୁଟିଥାଏ ତ ଆଉ କାହାର ହଳଦିଆ ପାଖୁଡ଼ା। ଠିକ୍ ସେମିତି ଗୋଟିଏ ବିଦ୍ୟାର ଭିନ୍ନ ଭିନ୍ନ ପ୍ରାଣୀଙ୍କ ଉପରେ ତାଙ୍କର ସଂସ୍କାର ଏବଂ ଭାବନା ଅନୁସାରେ ଭିନ୍ନ ଭିନ୍ନ ପ୍ରଭାବ ପଡ଼ିଥାଏ। ପଥର ଉପରେ ଲିଖିତ ଅକ୍ଷର କେବେ ଲିଭିଯାଏନି, କିନ୍ତୁ ପାଣି ଉପରେ ଅକ୍ଷର କ୍ଷଣଟିଏ ବି ରହିନଥାଏ। ମନରେ କ୍ରୋଧ ଏବଂ ଶତ୍ରୁତାକୁ ସେତିକି ସମୟ ରଖିବା ଉଚିତ ଯେତିକି ସମୟ ପାଣି ଉପରେ ଅକ୍ଷର ରହିଥାଏ। ଶ୍ରୀରାମ, ଧନଠୁ ଅଧିକ ବି ତମେ କିଛି ଦେଇପାରିବ। ଟିକିଏ ମିଠା ଭାଷା, ଟିକିଏ ପ୍ରେମ ଭରା ସ୍ମିତ ହାସ୍ୟ, ତାହାର ମୂଲ୍ୟ ତ ଧନଠୁ ବି ଅଧିକ। ପ୍ରତ୍ୟେକ ପ୍ରାଣୀ ଭଗବାନଙ୍କ ଅବତାର, କିନ୍ତୁ ସେ ନିଜ ମାୟାଜାଲରେ ପଡ଼ିଯାଇ ନିଜେ ନିଜକୁ ଚିହ୍ନି ପାରିନଥାଏ। ଏହି ମାୟାଜାଲରୁ ପ୍ରାଣୀ କେମିତି ମୁକ୍ତ ହୋଇପାରିବ ମୁନିରାଜ? ନିଜକୁ ଚିହ୍ନିବା ସତ୍ତ୍ୱେ, ନିଜର ଭଗବତ ସ୍ୱରୂପକୁ ଜାଣିବା ସତ୍ତ୍ୱେ ମଣିଷ ନିଜେ ନିଜକୁ ଫସେଇଥାଏ ଆଉ ନିଜେ ନିଜର ମୁକ୍ତି ସାଧନର ମାର୍ଗ ଖୋଜି ଚାଲିଥାଏ। ଏହା ହିଁ ତ ମାୟାପତିଙ୍କ ମାୟା। मुनि श्रुतिका अप्रमित भक्ति परखिले प्रभु भक्तिर शक्ति मायापतिंकर देखिबाकु माया
বিকলে খোলিলে নয়ন যুগল অদ্ভুত এ মায়া অপূর্ব সংযোগ তৃষা পাশে আসি ঝড় অদ্ভুত এ মায়া অপূর্ব সংযোগ তৃষা পাশে আসি ঝড় मंगल भवन मंगल हारी दशरथ नंदन गोलक बिहारी सीताराम चरित अति